ଏଟା ମୁଁ ପାର୍ଟିର ସେ ମୋ ନିଷ୍ପତ୍ତିକର୍ତ୍ତା ନୁହେଁ ଯେଉଁମାନେ ନିଷ୍ପତ୍ତିକର୍ତ୍ତା ସେମାନଙ୍କୁ ପଚାରିବେ ଏସବୁ ବିଷୟରେ ପଚାରନ୍ତୁନି ବାରମ୍ବାର କହିଛି ଯେଉଁ ବିଷୟ ବାରମ୍ବାର ବିଧାନସଭାରେ କହିଛି ରାଷ୍ଟ୍ରପତି କାଲି ଆସୁଛନ୍ତି ଆଗରୁ ମଧ୍ୟ ସେ ବିଧାୟକ ଭାବରେ କାର୍ଯ୍ୟ କରିଛନ୍ତି ମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି କଣ କହିବେ ସାର୍ ରାଷ୍ଟ୍ରପତି ହିସାବରେ ସେ ବିଧାନସଭାକୁ ଆସୁଛନ୍ତି ଏବଂ ବିଧାନସଭାକୁ ସମ୍ବୋଧନ କରିବେ ସେ କ'ଣ ଚାହୁଁଛନ୍ତି ରାଷ୍ଟ୍ରର ରେ ଓଡ଼ିଶାକୁ କ'ଣ ଓଡ଼ିଶାର ଅପେକ୍ଷା କ'ଣ କରୁଛନ୍ତି ଓଡ଼ିଶାକୁ ସେଟା ତାଙ୍କର ଭାଷଣରେ କ'ଣ ରହିବ କ'ଣ ନାହିଁ ତାପରେ ସିନା କିଛି ମନ୍ତବ୍ୟ ଦେଇପାରିବା ରାଷ୍ଟ୍ରପତିଙ୍କର ଅଧିକାର ଅଛି ଓଡ଼ିଶା ବିଧାନସଭାକୁ ସମ୍ବୋଧିତ କରିପାରିବେ ସେଥିରେ କିଛି ନିୟମଗତ ବାଧା ନାହିଁ ଆଉ ରାଷ୍ଟ୍ରପତି ଚାହିଁଲେ କୌଣସି ବିଧାନସଭାକୁ ବି ସେ ସମ୍ବୋଧନ କରିପାରିବେ ଉପଦେଶ ଦେଇପାରିବେ ଚଳେଇବା ପାଇଁ କହିପାରିବେ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀଙ୍କ ପାଇଁ କିଛି ମନା ନାହିଁ।